ଭିଜିଲାନ୍ସ ଜାଲରେ ଲାଠିକଟା ତହସିଲଦାର 5 ଲକ୍ଷ ଟଙ୍କା ଜବତ। ଭିଜିଲାନ୍ସ ଜାଲରେ ଲାଠିକଟା ତହସିଲଦାର ତାଙ୍କ ପାଖରୁ 5 ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ ବିଭାଗ। ଘଟଣାରୁ ଜଣାପଡ଼ିଛି ଯେ ଆଜି ଲାଠିକଟା ତହସିଲଦାର ଓ ସବ୍ ରେଜିଷ୍ଟ୍ରାର ଦାୟିତ୍ୱରେ ଥିବା ମୁରଲୀଧର ଉର୍ମାଲ ତାଙ୍କ ଲାଠିକଟା ସ୍ଥିତ କାର୍ଯ୍ୟାଳୟରୁ ଅଫିସ୍ ଗାଡ଼ି ସ୍କର୍ପିଓରେ ରାଉରକେଲା ସ୍ଥିତ ବାସଭବନକୁ ଯାଉଥିବା ବେଳେ ଲାଠିକଟା ସ୍ଥିତ ରାଜାବସା ଛକ ନିକଟରେ ଓଡ଼ିଶା ଭିଜିଲାନ୍ସ ହାତରେ ଲାଗିଛି। ଭିଜିଲାନ୍ସ ବିଭାଗ କୌଣସି ସୂତ୍ରରୁ ଖବର ପାଇ ତହସିଲଦାର ଉର୍ମାଲଙ୍କୁ ଧରିବା ପାଇଁ ପୂର୍ବରୁ ଯୋଜନା କରିଥିଲା। ତେବେ ଶ୍ରୀ ଉର୍ମାଲ ରାଜାବସା ଛକ ନିକଟରେ ଭିଜିଲାନ୍ସ ବିଭାଗ ଗାଡ଼ି ଅଟକାଇ ତାଙ୍କୁ ଧରିଥିବା ବେଳେ ତାଙ୍କ ପାଖରେ ଥିବା ନଗଦ 5 ଲକ୍ଷ ଟଙ୍କାର 10ଟି 500 ଟଙ୍କିଆ ବିଡ଼ାକୁ ଜବତ କରିଛି। ତେବେ ଏତେ ଗୁଡ଼ାଏ ଟଙ୍କା କେଉଁଠୁ ଆସିଲା ଏନେଇ ଭିଜିଲାନ୍ସ ପାଖରେ କିଛି ଉତ୍ତର ରଖିପାରିନଥିଲେ ଉର୍ମାଲ। ଭିଜିଲାନ୍ସ ଟିମ୍ ଉର୍ମାଲଙ୍କ ଗାଡ଼ିରୁ ମିଳିଥିବା 5 ଲକ୍ଷ ଟଙ୍କା ଓ ସ୍କର୍ପିଓ ଗାଡ଼ିକୁ ଜବତ କରିଥିବା ବେଳେ ଉର୍ମାଲଙ୍କ 3ଟି ସ୍ଥାନରେ ମଧ୍ୟ ଚଢ଼ାଉ ଜାରି ରହିଛି। ସେଥିମଧ୍ୟରେ ରହିଛି ତାଙ୍କର ରାଉରକେଲା ସ୍ଥିତ ବାସଭବନ ସିଭିଲ ଟାଉନସିପ୍ E43 ଏବଂ ତାଙ୍କର ସୁନ୍ଦରଗଡ଼ର କରମଡିହି ଗ୍ରାମରେ ମଧ୍ୟ ଚଢ଼ାଉ ହୋଇଛି। ଶ୍ରୀ ଉର୍ମାଲ ବର୍ତ୍ତମାନ ଭିଜିଲାନ୍ସର ତଦନ୍ତରେ ରହିଥିବା ବେଳେ ପଚରା ଉଚରା ଚାଲିଥିବା ଭିଜିଲାନ୍ସ ସୂତ୍ରରୁ ଜଣାପଡ଼ିଛି। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା।